ଆଜ୍ଞା ସାର୍ ଆମେ ସାର୍ ଧଉଳିରୁ ସାର୍ ଫେରୁଥିଲୁ। ଆମେ ସାର୍ ଏଇ ଯୋଉ 2ଟା 3ଟା ବେଳେ ଯାଇଥିଲୁ ଧଉଳି ବୁଲିବା ପାଇଁ। ଧଉଳି ବୁଲିକି ସାର୍ ଆମେ ଆସୁଥିଲୁ ସନ୍ତ ବିହାର ଦେଇକି ଆସିଥିଲୁ ସାର୍। ସେତେବେଳେ ଏଇ ଆମର ମିନିମମ୍ 6:30ରୁ 7ଟା ପାଖାପାଖି ହେଇଥିଲା। ସିଏ ଆମେ ଆସିଲା ବେଳୁ ସେ ଦି ଜଣ ପିଲା ସେ ଯୋଉ ନଈ ବନ୍ଧଟା ଅଛି ସେଇଠି ସାର୍ 2 ଜଣ ଥିଲେ ସାର୍। ଆମେ ସାର୍ ଆସିଲାରୁ ସେ ହଠାତ୍ କିନା ସାର୍ ଆମ ସାମ୍ନାକୁ ପଳେଇ ଆସିଲେ। ଆମେ ହଠାତ୍ ସାର୍ ଏବେ ଆମେ ସାର୍ ଆମେ ବାଇକ୍ ଟା କଟ୍ କାଟି ଯାଉଥିଲୁ ସେ ଆମ ସାମ୍ନାକୁ ଆସିଲେ। ଆମେ ହଠାତ୍ କିନା ସାର୍ ବ୍ରେକ୍ ମାରିଲୁ ସେ ଆସିକି ଆମ ଚାବି ବନ୍ଦ କରିଦେଲେ। ସେ କହିଲେ କି ଆମକୁ ପଇସା ଦିଅ ଆମେ ତମକୁ ଛାଡିବୁନି। ଆମେ ସାର୍ କହିଲୁ ଆମ ପାଖରେ ସାର୍ ପଇସା ନାହିଁ ଆମ ପାଖରେ କିଛି ନାହିଁ ଭାଇ ଦେଖିଦିଅନ୍ତୁ କିଛି ନାହିଁ। ସେ କହିଲେ କି ନାଇଁ ତମ ପାଖରେ ଠିକ ପଇସା ଅଛି ତମ ଘର ଲୋକକୁ ଫୋନ କର ନହେଲେ ଆମେ ପୋଲିସକୁ ଫୋନ କରିବୁ ତମକୁ ଛାଡିବୁନି। ତମ ଘର ଲୋକ କୁହ ଏବେ 50,000 ନା 1,00,000 ଟଙ୍କା ଛାଡିବେ ତାହେଲେ ଆମେ ଛାଡିବୁ ନହେଲେ ଛାଡିବୁନି। ତାପରେ ସାର୍ ଆମେ ଯେତେବେଳେ ମନା କଲୁ ସାର୍ ତ ଘରେ ଫୋନ କରନ୍ତୁନି ପୋଲିସକୁ କୁହନ୍ତୁନି। ସେ ତାପରେ ସାଙ୍ଗେ ସାଙ୍ଗେ ଗାଡି ଚାବି ସାର୍ ବନ୍ଦ କରିକି ଗାଡି ଚାବିଟା ସାର୍ ନେଇଗଲେ ପକେଇଥିଲେ ସାର୍। ଆଉ ସାର୍ ଆମକୁ 2 ଜଣ ପାଟିରେ ହାତ ଦେଇକି ଭିଟିକି ଭିତରକୁ ସାର୍ ନେଇକି ଗଲେ ଉଠେଇକିନା। ତାପରେ ସାର୍ ସେଇଠି ମତେ ସାର୍ ବାଡେଇଲେ ମୋର ରୂପା ଚେନ୍ ସାର୍ ନେଇଗଲେ ମୋର ପର୍ସ ମୋ ଫୋନ ସାର୍ ନେଇଗଲେ। ସେ ସାର୍ ସେଠି ନିର୍ଧୁମ ମତେ ବାଢେଇଲେ। ତାପରେ ସାର୍ ଝିଅ ଟାକୁ କହିଲେ କି ତୋ ପାଖରେ ଯେତିକି ପଇସା ଅଛି ଦେ। ତାପରେ ସାର୍ ତା ସୁନା ଚେନ୍ ତା ଫୋନ ସାର୍ ସବୁ ନେଇଗଲେ। ତାପରେ ସାର୍ ମତେ ସେଠି ବାଡେଇଲେ ମୁଁ ଗଞ୍ଜି ସାର୍ ସବୁ ଚିରା ଚିରି କରିକି ନା ସାର୍ ମତେ ସେଠି କଣ୍ଟା ଗଛରେ ଶୁଆଇ ଦେଇକି ମତେ ସାର୍ ସେଠି ବାଡେଇଲେ। ତାପରେ ସାର୍ ଝିଅକୁ ସାର୍ କଣ କରି ଭିଡି ସାର୍ ସେ ଭିତରକୁ ସାର୍ ନେଇକି ଯାଉଥିଲେ। ମୁଁ ସାର୍ ଯେତେବେଳେ ଦେଖିଲେ ମୁଁ ତାଙ୍କୁ ଯେତେବେଳେ ସାର୍ ରିକ୍ୱେଷ୍ଟ କଲି ସେ ସାର୍ ଜମା ଶୁଣିଲେ ନାହିଁ ସାର୍। ଭିତରୁକୁ ତାପରେ ମୋ ମୁହଁ ଉପରେ ସାର୍ କଣ କଲେ ପଥର ଆଣିକି ପଥର ରଖିଥିଲେ ଆଉ ଗଞ୍ଜି ଟା ମୋ ମୁହଁରେ ଘୋଡେଇ ଦେଲେ। କହିଲେ କି ତୁ ଏଠି ପାଟି ଚୁପ୍ କରି ବସ ନହେଲେ ପଥରରେ ତୋ ମୁଣ୍ଡକୁ ପିଟିଦେବୁ। ତାପରେ ସାର୍ ଠିକ ତା 5-10 ମିନିଟ୍ ପରେ ସାର୍ ଝିଅ ଟା ସାର୍ ଚିଲେଇଲା କହିଲା କି ଭାଇ ମତେ ଛାଡିଦିଅ ଏମିତି କରନି ସାର୍। ସେ ତାପରେ ହଠାତ୍ କିନା ତା ପାଟି ବନ୍ଦ ହେଇଗଲା ସାର୍। ତାପରେ 15-20 ମିନିଟ୍ ସାର୍ ପରେ ମତେ ତା ଭିତରେ ତାପରେ ତାଙ୍କ ଭିତରେ କିଏ ଗୋଟେ ଡାକିଲା କି କଣ ସାର୍ ନାଁ ଡାକିଲା। ତାପରେ ସାର୍ ସେ ମତେ ସାର୍ ଭିତରକୁ ନେଇଗଲେ ସେତେବେଳେ ସାର୍ ଦେଖିଲାରୁ ସାର୍ ସେ ବିନା ଡ୍ରେସ ଥିଲା। ତାପରେ ସାର୍ ତା ଡ୍ରେସ ତାକୁ ଦେଇଥିଲେ ତାପରେ କହିଲେ କି ଯେ ଏଇ କଥା ଯେ ତମେ କାହାକୁ ବି ସାର୍ କହିଲ ତାହେଲେ ତମର ଏଇ ଭିଡିଓ ଆମେ ଭାଇରାଲ କରିଦବୁ। ସାର୍ ଟୋଟାଲ 5 ଜଣ ଥିଲେ। ସାର୍ ବାକି 3 ଜଣ ସାର୍ ଭିତରେ ଥିଲେ। ନା ସାର୍ ବାନ୍ଧିଲେନି ସାର୍ ଆମ ଭିଡିକିନା ଭିତରୁ ନେଇକି ଆମ ପାଟି ବନ୍ଦ କରି ସାର୍ ଆମକୁ ବାଡେଇଲେ। ନା ସାର୍ ତାକୁ ସେ ଭିତରକୁ ସାର୍ ନେଇଗଲେ ଆଉ ବି ଆଜ୍ଞା ସାର୍।